ଆପଣ ଦେଖା କଲେଣି? ପୃଥିବୀର ଗର୍ବ ଭଦ୍ର ମହିଳା, ଉଚ୍ଚ ଶିକ୍ଷିତା ମହିଳା, ବଢିଆ ଆଦର୍ଶ। 5 ଦିନ ନା ଓଡିଶା ରହିବ, ଓଡିଶାକୁ ଭଲ ପାଆନ୍ତେ। খুব ভদ্র মহিলা, তাকে অভিনন্দন। ভাল সে বুড় পকাইবে, তীর্থ জায়গা যাবে, কেতে গুড়িয়ে টুরিস্ট স্পট যাবে, কেতে গুড়িয়ে তাଙ୍କ পুରୁଣା জায়গা যাবে। ভাল অভিনন্দন। ଏତେ ଜାଗା ବୁଲୁଛନ୍ତି କିନ୍ତୁ କିଛି ଟୁରିଷ୍ଟ ପ୍ଲେସ ର ଆଉ 7-8 ମାସ ତାଙ୍କର ଟର୍ନ। ଦ୍ରୌପଦୀ ମୁର୍ମୁ ଆମର ଗର୍ବ, ଓଡିଶାର ଗର୍ବ। ନାଇଁ ମୁଁ ଦେଖା କଲି କାହାକୁ, ଦୁନିଆ ପ୍ରୋଗ୍ରାମ ଦେଖା କଣ କରି ସମୟ କାହିଁ। ଆମେ ଭାଇ ଛୋଟିଆ ଲୋକଟେ, ଆମକୁ 18 ଘଣ୍ଟା ଖଟିବାକୁ ପଡୁଛି। ଏଇନା ମୁଁ ଯିବି 7ଟା ଜାଗା। ଆଉ ତାଙ୍କର କଣ, ଆଉ 4-5 ମାସ ରହିଲା ଓଡିଶା ପାଇଁ ସେ କଣ କରିବେ? ଖାଲି କହିବି ଯାହା ହଉ, ଭାରତର ଗର୍ବ, ପୃଥିବୀର ଗର୍ବ, ଜଣେ ଭଦ୍ର ରାଷ୍ଟ୍ରପତି, ଓଡିଶାର ଜନ୍ମ, ଓଡିଆ ଝିଅ, ଆଦିବାସୀ କୂଳରେ ଜନ୍ମ, ଏତିକି ବ୍ୟତୀତ ଆଉ କଣ କହିବା? ତାଙ୍କର ତ ଶେଷ ଅବସ୍ଥା, ଟର୍ମ ସରିଲାଣି, ଆଉ 2-4 ମାସ ପରେ ଯିବେ। ମୁଖ୍ୟମନ୍ତ୍ରୀ ଆଜି କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ କରୁଛନ୍ତି। ହଉ କରିଦେବେ। ସେ ଚାରିଆଡେ ବୁଲୁଛନ୍ତି, ଫଳ ଶୂନ। ମୁଁ ତା ଗାଁକୁ ଯାଇଥିଲି 4 ଦିନ ତଳେ, ତାଙ୍କ ଗାଁକୁ ଯାଇଥିଲି ମୁଁ। ସେଠି ଯାହା ଲୋକଙ୍କର ମତ ଯେ ଆମ ଲୋକ ସବୁ ଯାଉଛନ୍ତି ବଣ୍ଡେଲ ଲେବର ହାଇଦ୍ରାବାଦ, ପାଟନା, ବିହାର ଯାଉଛନ୍ତି ମୂଲ ଲାଗିବା ପାଇଁ, ଅଥଚ ଆମ ଲୋକ ଏଠି ଧନ୍ଦା ନାହିଁ। ଲୁହା ପଥର, କ୍ରୋମ, ବକ୍ସାଇଟ, ମାଙ୍ଗାନିଜ ଭରା କେଉଁଝର, କିନ୍ତୁ ଆମେ ମୂଲ ଲାଗିବାକୁ ଯାଉଛୁ ହାଇଦ୍ରାବାଦ, ପାଟନା, ବିହାର। କିଛି ମୂଲ୍ୟ ନାହିଁ। କେନ୍ଦ୍ର ଶିଳ୍ପ ଆରମ୍ଭ କରିବେ। କି ଶିଳ୍ପ କଣ ଆରମ୍ଭ ହବ? ପାଟନାର ଶିଳ୍ପ ହବ, କେଉଁଝରରେ ଶିଳ୍ପ କରିଡର କରୁଛନ୍ତି। ଆମର ଖଣିଜ କରିଡର ହଉଛି। ଖଣିଜ କରିଡର, ସବୁ କରିଡର କରିଥିଲେ ନବୀନ ପଟ୍ଟନାୟକ। 25 ବର୍ଷ ହାଇଦ୍ରାବାଦ, କଲିକତା, ବମ୍ବେ, ଦିଲ୍ଲୀ ଶିଳ୍ପପତିକି ଆଣିବା ପାଇଁ ଗୋଟେ କମାରଶାଳ କରିପାରିଲେନି ନବୀନ ପଟ୍ଟନାୟକ। ଇଏ 2 ବର୍ଷ ହେଲା ବୁଲିଲେଣି। କିଛି କିଛି କାହିଁ, ଇଏ ସବୁ ଆଗରୁ ହେଇଛି, ଇଏ କଣ କରିବେ? ଜାନେଇ ପଟ୍ଟନାୟକ କରିଛି। ମେଜରିଟି ଆଣିଛି ଜାନେଇ ପଟ୍ଟନାୟକ, ତାପରେ ଆଣିଛି ନବୀନ ପଟ୍ଟନାୟକ। ହଁ, ନବୀନ ଆଣିଛି କିଛି, ନବୀନ କିଛି ଆଣିଛି, ଜାନେଇ ପଟ୍ଟନାୟକ କିଛି ଆଇଆଇଟି ନବୀନ ପଟ୍ଟନାୟକ। ମୁଁ ନେଇଛି, ଆଉ ନବୀନ ପଟ୍ଟନାୟକ ନେଇଛି ଆଇଆଇଟି, ନବୀନ ପଟ୍ଟନାୟକ। ମୁଁ ନେଇଛି ଜଟଣୀ, ଜଟଣୀ ନେଇଛି ଏମ୍ସ, ଜଟଣୀ ନେଇଛି ଆଇଆଇଟି, ଜଟଣୀ ନେଇଛି ନାଇଜର, ଜଟଣୀ ନେଇଛି ଇନଫୋସିସ। ତେଣୁ ଜାନେଇ ପଟ୍ଟନାୟକ, ନବୀନ ପଟ୍ଟନାୟକ ଯେତେ ଆଇଟି କମ୍ପାନୀ ଏ 2 ଜଣ ଆଣିଥିଲେ। ଆଙ୍କ ସମୟରେ ଗୋଟେ କମାରଶାଳ ବି ଏପର୍ଯ୍ୟନ୍ତ ଆରମ୍ଭ ହେଇପାରିଲାନି, ଗୋଟେ ବିସ୍କୁଟ ଫ୍ୟାକ୍ଟରୀ ବି ହେଇପାରୁନି ପାଉଁରୁଟି ସେକିବା ପାଇଁ ମୋହନ ମାଝୀ ସମୟରେ। ଆଗ ଗୋଟେ ହଉ, 17ଟା ବହୁତ ବାଟ, ଆଗ ଗୋଟେ ହଉ, ଆମେ ଜାଣୁ ଗୋଟେ ହେଲା। ଏପର୍ଯ୍ୟନ୍ତ କମାରଶାଳ ଦେଖା ନାହିଁ, ଆଉ 17ଟା ଇସ୍ପାତ ଇଣ୍ଡଷ୍ଟ୍ରି କରିବେ, ଲଞ୍ଚିଆ, ଘୋର ଲଞ୍ଚିଆ। ଖାଲି କୋଟି ଶୁଣୁଛୁ, ଆମେ ଖାଲି କୋଟି ଶୁଣୁଛୁ। କଣ ଅଧିକା ଦେଇଛି ରେଳ? ହଁ, ଇଣ୍ଡିଆରେ ସବୁଠୁ ହାଷ୍ଟ ଲୁହା ପଥର ଖଣି, କ୍ରୋମ, ବକ୍ସାଇଟ ରୁ ଆଦାୟ ହଉଛି ପଇସା ଓଡିଶାରୁ, ରେଳବାଇର ଗୁଡ୍ସ ରେ। କି ପଇସା? 10,000 କୋଟି। ହଁ, ଆମେ ଦେଇଛୁ 99,000 କୋଟି ଲାଭ ଓଡିଶାରୁ ରେଳ ବିଭାଗକୁ। ଏଇ ଖଣିଜ ପଦାର୍ଥ ରପ୍ତାନି କରି ଗୁଡ୍ସ ରେ 99,000 କୋଟି ଟଙ୍କା, 10,000 କୋଟି।
ଇଏ ପରେ ସ୍ତର ସ୍ତର ହିଁ ଦିଆହବ, ଏକାଥରେ ନୁହଁ। ବର୍ତ୍ତମାନ ରାଜଧାନୀ ଏମିତି ପରିସ୍ଥିତି ହେଲାଣି ଯେ କାଲି ପରଦିନ ସନ୍ଧ୍ୟାବେଳେ ଗୋଟେ କିନ୍ନରକୁ ହତ୍ୟା କରାଯାଇଛି ହଣି ଆଣି। ମାନେ କିନ୍ନରଟାକୁ ହାଣିବାଟା ଉଚିତ ହେଲାନି। ସେ ନିରୀହ ଲୋକ ଗୋଟିଏ, ସେ ଗୋଟେ ପ୍ରକାର ଭଗବାନ ତାଙ୍କୁ ଜନ୍ମ ଦେଇଛି। ସେ ଟିକେ ପେଣ୍ଟିଂ ହେଇକି ଟିକେ ବୁଲାବୁଲି କରିକି ଟିକେ ହସା ହସି ହେଇକି ଜୀବନ ଯାପନ କରନ୍ତି। ଦୁଃଖରେ ସୁଖରେ ସେ ତାଙ୍କର ଥାନ୍ତି। ତାଙ୍କୁ ତ ତମେ କେହି ପ୍ରଶୟ ଦଉନ। ସେ ତାଙ୍କର ଅଲଗା ଅଲଗା, ମୁଁ ଗୋଟେ ଏମ୍ସ ପାଖରେ କଲୋନୀ କରି ସେଠି ପୁଳେ ରହିଛନ୍ତି। ନିରୀହ ଲୋକ ଗୋଟିଏ, ନିରୀହ ଜୀବ, ତାକୁ ଗୋଟେ ହତ୍ୟା କରିବାଟା ଉଚିତ ହେଲାନି, ଘୋର ଅନ୍ୟାୟ। ମୁଁ କାଲି ଡିମାଣ୍ଡ କରିଛି ତୁରନ୍ତ ଅନୁସନ୍ଧାନ କରି ଯୋଉମାନେ ଏପର୍ଯ୍ୟନ୍ତ ଆରେଷ୍ଟ ହେଲେନି କେହି, ତାକୁ ଯୋଉମାନେ ମାନେ କୁକୁର ବୁଲୁଥିଲା ଏପର୍ଯ୍ୟନ୍ତ କାହାକୁ ଧରି ନାହାନ୍ତି, କିଛି ପାଇଲାନି। ତେଣୁ ଧରିବା ଦରକାର, ତାଙ୍କୁ ଜେଲ ପଠେଇବା ଦରକାର। ପୋଲିସ କହୁଛି ଚୁଟିରୁ ଧରି ପକାଇବ ବୋଲି। ଧରୁନି, ଚୁଟିରୁ ହଉ ନହେଲେ ନଖରୁ ହଉ ନହେଲେ ଆଖି ବାଳୁରୁ ହଉ, ଯୋଉଥିରୁ ହଉ ଧରିକିରି ଜେଲ ପଠେଇବା ଦରକାର। କାଲି କିନ୍ନର ମାନେ ଷ୍ଟ୍ରାଇକ କରିଥିଲେ। ନାଇଁ, ତାଙ୍କ ଷ୍ଟ୍ରାଇକ ମୋର ସମର୍ଥନ ଅଛି। 10 ଲକ୍ଷ ଟଙ୍କା କହୁଛନ୍ତି, 10 ଲକ୍ଷ ଟଙ୍କା ଦିଅନ୍ତୁ ଆଉ କ୍ରାଇମ ବ୍ରାଞ୍ଚ ତଦନ୍ତ। ଟଙ୍କା 5 ଲକ୍ଷ ଦିଅନ୍ତୁ ମୋ ମତରେ, ଏବଂ କ୍ରାଇମ ବ୍ରାଞ୍ଚ ଇନକ୍ୱାରି ହଉ, ଭଲ ହବ। ରାହୁଲ ଗାନ୍ଧୀ ସଂସଦକୁ ଅଛନ୍ତି। ବଢିଆ କରିଛନ୍ତି। ରାହୁଲ ଗାନ୍ଧୀ ତାକୁ ଭାରତ ବର୍ଷର ଗର୍ବ, ୱାର୍ଲଡର ଗର୍ବ। ସେ ଯୋଉ ଭଳି ପଦଯାତ୍ରା କରୁଛି, କୋଉଠୁ କଲା, କାଶ୍ମୀରରୁ କନ୍ୟାକୁମାରୀ, ମଣିପୁରରୁ ବମ୍ବେ, ନାରୀ ନିର୍ଯାତନା ଉପରେ, ଦରଦାମ ଉପରେ, ଆଇନ ଶୃଙ୍ଖଳା ଉପରେ ଯଦି କିଏ ସ୍ୱର ଉତ୍ତୋଳନ କରୁଛି ରାହୁଲ ଗାନ୍ଧୀ, ତେଣୁ ରାହୁଲ ଗାନ୍ଧୀ ଭବିଷ୍ୟତ ଇଣ୍ଡିଆର ଏବଂ ଫ୍ୟୁଚର ପ୍ରାଇମ ମିନିଷ୍ଟର।